9800 ଟଙ୍କାରୁ ଗିଫ୍ଟ ରେ ଆମେ ଷ୍ଟାର୍ଟ କରିଥିଲୁ ଆଉ ଗୋଟେ ବର୍ଷ ଭିତରେ 1 କୋଟି ଟଙ୍କାର ହ୍ୟାଣ୍ଡମେଡ୍ ଗିଫ୍ଟ ବ୍ରାଣ୍ଡ ବନାଇବାର ଭାବିଥିଲୁ ହେଲେ ଏମିତି ହେଇଛି ବୋଲି କିଏ ଜାଣିଥିଲା ବେଲେ ଆଜି ହଉଛି ଡେ 46 1 କୋଟି ଟଙ୍କାର ହ୍ୟାଣ୍ଡମେଡ୍ ଗିଫ୍ଟ ବ୍ରାଣ୍ଡ ବନାଇବା ହେଲେ ଗୋଟେ ବର୍ଷ ଭିତରେ 1 କୋଟି ଟଙ୍କାର ସେଲ୍ କରିବାକୁ ହେଲେ ମତେ ପର ଡେ 30,000 ର ଗିଫ୍ଟ ପ୍ରଡକ୍ଟ ସେଲ୍ କରିବାକୁ ହେଇଥାନ୍ତା କିନ୍ତୁ ଫାଷ୍ଟ ରୁ ଏତେ ଅର୍ଡର ଆସିବ ବୋଲି ତ ମାନେ ନାହିଁ କିନ୍ତୁ ମତେ ଷ୍ଟାର୍ଟିଂ ରେ ମୋର ପର ଡେ 7,000 10,000 ଆଉ 12,000 ଏମିତି ସବୁବେଳେ ଅର୍ଡର ଆସିଲା ଆଉ ମୁଁ ପୁରା ଖୁସି ଥିଲି କଣ ପାଇଁ ନା ଷ୍ଟାର୍ଟିଂ ରେ ଯୋଉ ପ୍ରକାର ବିଜନେସ ଚାଲିବାର ଥିଲା ସେଇ ପ୍ରକାର ହିଁ ଚାଲୁଥିଲା କିନ୍ତୁ ଗୋଟେ ଦିନ ଏମିତି ଆସିଲା ଯେ ମତେ ଲାଗିଲା କି ଏ ବିଜନେସ ଟାକୁ ଆଉ ଚଲେଇ ନେଇଲି କଣ ପାଇଁ ନା 7,000 10,000 ପର ଡେ ଅର୍ଡର ଆସୁଥିବା ଜାଗାରେ ଡାଇରେକ୍ଟ ଜିରୋ କୁ ପଳେଇ ଆସିଲା ଆଉ ଏମିତି ହବ ବୋଲେ ଜିଏଲ ତ ଘାବରା ପଡିଯିବ ନା ଆହୁରି 3-4 ଦିନ ଯାଏ ଗୋଟେ ବି ଅର୍ଡର ଆଉ ଆସିଲାନି ମୁଁ ଭାବିଲି ଏମିତି କଣ ମୋ ସହ ହେଲା ଠିକ ଠାକ ତ ସବୁ ଚାଲିଥିଲା ଏବେ ଏମିତି କଣ ହଉଛି ମୁଁ କିଛି ବି ବୁଝିପାରୁନି ମୁଁ ଭାବିଲି ଏମିତି ଯଦି ବିଜନେସ ଚାଲିବ ତ ମତେ ବିଜନେସ କୁ ବନ୍ଦ କରିବାକୁ ପଡିବ ହେଲେ ବନ୍ଦ କରିଲି ଭାବିଦେଲି ସିନା କିନ୍ତୁ ମତେ ମୋ ସାଙ୍ଗମାନଙ୍କ ଆଉ କିଛି ଲୋକଙ୍କ କଥା ମନେ ପଡିଗଲା ମୋର କିଛି ସାଙ୍ଗ ସୁରାଟ ଆଉ ବାହାରି ରାଜ୍ୟରେ ଯାଇକି କାମ କରୁଛନ୍ତି ଆଉ ସେମାନେ ମୋ ଉପରେ ପୁରା ଭରସା ରଖିଛନ୍ତି ଯେ ମୋ ବିଜନେସ ଟାକୁ କିନ୍ତୁ ଭଲରେ ଚଲେଇଲେ ସେମାନେ ଗାଁରେ ରହିକି ଗୋଟେ ଭଲ ଇନକମ କରିପାରିବେ ଆଉ ସେମାନଙ୍କର ଏ ଭରସାକୁ ମୁଁ କେବେ ହେଲେ ଭାଙ୍ଗିନି ମତେ ଏବେ ମୋ ସ୍କେଚ ଆଉ 3D ମିନିଚର ଫ୍ରେମ କୁ ବେଷ୍ଟ ରୁ ବେଷ୍ଟ ବନାଇବାକୁ ହବ ବିଜନେସ ରେ ତ ଏମିତି ଅପ ଆଣ୍ଡ ଡାଉନ ଲାଗି ରହିବ କାରଣ ଏଟା ହଉଛି ବିଜନେସ ର ଗୋଟେ ପାର୍ଟ ଆମକୁ ଏବେ ବେଷ୍ଟ ରୁ ବେଷ୍ଟ ରିଜଲ୍ଟ ଦେବାକୁ ହବ କାରଣ ଗିଫ୍ଟରେ କେବଳ ଗୋଟେ ବିଜନେସ ନାହିଁ ଇଏ ହଉଛି କିଛି ଲୋକଙ୍କ ସ୍ୱପ୍ନ ଯିଏ ଗାଁରେ ରହିକି ଗୋଟେ ଭଲ ଇନକମ କରିବାକୁ ଚାହୁଁଛନ୍ତି ହଉ ରହିଲି ଜୟ ଜଗନ୍ନାଥ।